ତଳ ଅନ୍ଧାର। ଅବ୍ୟବସ୍ଥା ଘେରରେ ପାରଳାଖେମୁଣ୍ଡି ସହରର ଦାମୋଦର ବିହାର ଅଞ୍ଚଳ। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଦାମୋଦର ବିହାର ଅଞ୍ଚଳ ଅବ୍ୟବସ୍ଥା ଘେରରେ ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ 1 କିଲୋମିଟର ଦୂର ମଧ୍ୟରେ ଥିବା ଏହି ଅଞ୍ଚଳକୁ ମୌଳିକ ସୁବିଧା ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦାମୋଦର ବିହାର ଅଞ୍ଚଳରେ ପାଖାପାଖି 2000ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେଠାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ଆଦୌ ନ କହିଲେ ଚଳେ। ସାମାନ୍ୟ ବର୍ଷା ହେଲେ ଯେଉଁ ରାସ୍ତାଟି ରହିଛି ତାହା କାଦରେ ପରିପୂର୍ଣ୍ଣ ହେବା ସହ ଯାତାୟାତରେ ବହୁ ଅସୁବିଧା ହେଉଛି। ଏପରିକି ଲୋକମାନେ ଚାଲି ଚାଲି ଗଲାବେଳେ ପଡ଼ିଯାଇ ଖଣ୍ଡିଆ ଖାବରା ହେଉଛନ୍ତି। ବିଶେଷ କରି ମହିଳା ଓ ବୟସ୍କ ଲୋକମାନେ ଏପରି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ବିଷୟରେ ପାରଳାଖେମୁଣ୍ଡି ପୌର ପରିଷଦ, ଜିଲ୍ଲା ପ୍ରଶାସନ ଓ କେରାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳଟି ପାରଳାଖେମୁଣ୍ଡି ପୌର ପରିଷଦ ନା ଗୋସାଣୀ ବ୍ଲକର କେରାଣ୍ଡି ପଞ୍ଚାୟତରେ ରହିଛି, ସେ ନେଇ ବିବାଦ ଲାଗି ରହିଛି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସମସ୍ୟା ବିଷୟରେ ଗୁହାରି କଲେ ସେମାନଙ୍କୁ କେତେବେଳେ ଗୋସାଣୀ ବ୍ଲକ, କେରାଣ୍ଡି ପଞ୍ଚାୟତ ତ କେତେବେଳେ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟକୁ ଯିବାକୁ କୁହାଯାଉଛି। ତେବେ ଦାମୋଦର ବିହାର ଅଞ୍ଚଳଟି ପାରଳାଖେମୁଣ୍ଡି ପୌର ପରିଷଦ ଅଧୀନରେ ରହିଛି ନା ଗୋସାଣୀ ବ୍ଲକ ଅଧୀନରେ ରହିଛି, ସେ ବିଷୟରେ ଅଧିକାରୀ ମାନେ ଭଲ ଭାବେ ଅବଗତ ନାହାନ୍ତି। ଏହି କାରଣରୁ ସେମାନଙ୍କ ଅଞ୍ଚଳର ରାସ୍ତା ଓ ଡ୍ରେନେଜ କାର୍ଯ୍ୟ ହୋଇପାରୁନାହିଁ। ସେମାନେ ଦୀର୍ଘ ଦିନ ହେଲା ସେଠାରେ ବସବାସ କରୁଥିଲେ ସୁଦ୍ଧା ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ 1 କିଲୋମିଟର ପରିସରରେ ଥିବା ଗୋଟିଏ ଅଞ୍ଚଳ, ତାହା ପୌର ପରିଷଦ ନା ବ୍ଲକ ଅଧୀନରେ ରହିଛି, ଅଧିକାରୀମାନେ ମଧ୍ୟ ଜାଣିପାରୁନାହାନ୍ତି। ତେବେ ପଡ଼ୋଶୀ ରାଜ୍ୟକୁ ଲାଗିକି ରହିଥିବା ସୀମାଗୁଡ଼ିକ କିପରି ଚିହ୍ନଟ କରିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମୋ ନାଁ ପ୍ରଫୁଲ୍ଲ କୁମାର ପଟ୍ଟନାୟକ। ମୁଁ ଏଠି ଘର କରିକି 22 ବର୍ଷ ହେଲାଣି। 22 ବର୍ଷ ହେଲାଣି ଏଇଠିକାର କେବେ ହେଲେ ଉନ୍ନତି ହେଇନି। ଏବେ ଗତ ବର୍ଷ ଟିକେ ଗୋଟେ 150-200 ଫୁଟ କଂକ୍ରିଟ୍ ରୋଡ଼ କଲେ, ସେଇଟା ପୁଣି ଛାଡ଼ିଦେଲେ। ଏପଟ ପଛକୁ ଦେଖିବେ ଯଦି ତଳ ଆଡ଼େ ପୁରା ଏଇଟା ଖାଲ ଢେପ ହେଇଯାଇଛି। ଛୋଟ ପିଲାମାନେ ସ୍କୁଲ ଫୁଲକୁ ଯିବା ପାଇଁ ବହୁତ ଅସୁବିଧା ହେଉଛି। ପଞ୍ଚାୟତକୁ କହିଲେ ପଞ୍ଚାୟତ ଶୁଣୁନି, ମ୍ୟୁନିସିପାଲିଟି କହିଲେ ମ୍ୟୁନିସିପାଲିଟି ଶୁଣୁନି। ଏ ପ୍ରକାର ଏଇଟା 2ଟା ବୋର୍ଡର ଏଇଟାରେ ଅଛି। ଏଇଟା ପାର୍ଟଲି ଅଛି ମ୍ୟୁନିସିପାଲିଟି। ଆପଣ ଏବେ ଯେଉଁଠି ଠିଆ ହେଇଛନ୍ତି, ମୁଁ ଯେଉଁ ଠିଆ ହେଇଛି, ମୋର ବାଁ ପଟଟା ହେଲା ମ୍ୟୁନିସିପାଲିଟି, ଡାହାଣ ପଟଟା ହେଲା ପଞ୍ଚାୟତ। ଏ ରୋଡ଼ର ଏଇ ଯେଉଁ ରୋଡ଼ଟା ଅଛି, ଏ ରୋଡ଼ର ପାର୍ଟଲି ଏପଟ ଯାଉଛି, ପାର୍ଟଲି ସେପଟ ଯାଉଛି। ତେଣୁ ଆଙ୍କେ କହୁଛନ୍ତି ଆମର ନାହିଁ, ତାଙ୍କେ କହୁଛନ୍ତି ଆମର ନାହିଁ। ଏମିତିରେ ଏ ଲୋକ ଗୁଡ଼ାକ ହଇରାଣ ହେଉଛନ୍ତି। ଆପଣ ରିପ୍ରେଜେଣ୍ଟେସନ୍ ଦେଇଥିଲୁ, ଇଏ କରିଥିଲୁ, ସେମାନେ ଫରୱାର୍ଡ଼ କରିଦେଉଛନ୍ତି। ତାପରେ ଦେଖିବା କରିବା, ଏମିତି ହେଇ ଟାଲଟଳା ନୀତିରେ ଚାଲିଛି। ଆଉ ଏବେ ଟିକେ ବସ୍ତି ବଢ଼ିବାରୁ ଲୋକମାନେ ଟିକେ ବଡ଼ ବଡ଼ ଲୋକ ରହିଲେ, ତାଫଳରେ ଏତିକିଟା ହେଲା। ଇଏ ଗୋଟେ 200 ଫୁଟ ହେବ। 200 ଫୁଟ ଏଇଟା ଇଏ ପଞ୍ଚାୟତ କଲା। ସାରଳା ମାଆଙ୍କୁ ଏଇଟା ତ 2004ଠୁ ସେମିତି ଅବସ୍ଥା ହେଇଛି। ଆଉ ମାନେ କ'ଣ ହେଉଛି ବର୍ଷା ଦିନେ? କ'ଣ ବର୍ଷା ଦିନେ କାଦୁଅ ହେଉଛି, ଆଉ ଲୋକ ଯିବା ଆସିବା ହେଇପାରନ୍ତେ, ସ୍କୁଲକୁ ଯିବା, ପିଲାମାନଙ୍କର ଅଟୋ ଫଟୋ ବି ଯାଉନି, ପିଲାମାନେ ବେଶୀ ଅସୁବିଧା ହେଉଛନ୍ତି। ଆଉ ଡ୍ରେନ୍ ବି ଦେଇନାହାନ୍ତି, ଘର ଗୁଡ଼ାକରେ କାନ୍ଥ ଗାଡ଼ି ସବୁ ଇଏ ହେଇକି ଖରାପ ହେଇଯାଉଛି। ଏ ବିଷୟରେ ଆପଣ କେଉଁଠି ଅଭିଯୋଗ କରୁଛନ୍ତି? କଲେକ୍ଟର ଅଫିସରେ। ସେପଟେ କ'ଣ କାର୍ଯ୍ୟାନୁଷ୍ଠାନ କିଛି ଗ୍ରହଣ କରୁଛନ୍ତି? ନା, କିଛି ଗ୍ରହଣ କରିନାହାନ୍ତି।